ଶ୍ରୋତା ବନ୍ଧୁ, କଲମ ଧରିଲେ କେହି ଲେଖକ ହୋଇଯାଏ ନାହିଁ। ଈଶ୍ୱରଙ୍କର ସୃଜନକ୍ଷମ ପ୍ରତିଭା ଯାହା ପାଖରେ ଥାଏ, ସିଏ ହିଁ ଯଥାର୍ଥ ଲେଖକଟିଏ ହୋଇଥାଏ। ଲେଖକ ହେବା ପଛରେ ଲେଖିବାର ଅଦମନୀୟ ତାଡ଼ନା ହିଁ ରହିଥାଏ। ଲେଖିପାରିଲେ ଶାନ୍ତି, ଲେଖିପାରିଲେ ଆଶ୍ୱସ୍ତି, ମନ ମୁତାବକ ଲେଖାଟିଏ ସୃଷ୍ଟି କରିପାରିଲେ ହିଁ ତ ପରିତୃପ୍ତି। ଯଥାର୍ଥ ଲେଖକଟିଏ ସୃଜନଶୀଳତାର ଏକ ଅନ୍ତର୍ପ୍ରେରଣାକୁ ଅନୁଭବ କରିଥାଏ ଏବଂ ଏହି ଅନ୍ତର୍ପ୍ରେରଣା ଦ୍ୱାରା ହିଁ ସର୍ଜନା ସମ୍ଭବିଥାଏ। କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଆଦର୍ଶ ନେଇ ଏହା ଆରମ୍ଭ ହୋଇନଥାଏ, ବରଂ ଚେତନାର ସ୍ତର, ଜୀବନାଦର୍ଶର ପ୍ରତିଫଳନ ଜଣେ ଲେଖକର ଲେଖାରେ ନିଶ୍ଚିତ ଭାବରେ ରହିବ ହିଁ ରହିବ। ଯେଉଁ ସମାଜ ଆମକୁ ବଞ୍ଚିବାର ରାହା ଦେଇଛି, ପରିଚୟ ଦେଇଛି, ପ୍ରତିଷ୍ଠା ଦେଇଛି, ତାର ପ୍ରତିଦାନରେ ଆମକୁ ମଧ୍ୟ ସମାଜକୁ ଅନେକ କିଛି ଦେବାର ଅଛି। କ'ଣ ଦବା? ଆମେ ଦେବା ସୁସ୍ଥ ପରମ୍ପରା, ଶୁଭ ବିଶ୍ୱାସ ଏବଂ ଅଜସ୍ର ଭଲ ପାଇବାର ଅସରନ୍ତି ଭଣ୍ଡାର। ଶ୍ରୋତାବନ୍ଧୁ, ଏସବୁ ସୁନ୍ଦର ଅଭିବ୍ୟକ୍ତି ମୋର ନଥିଲା। ଏଇ ଅଭିବ୍ୟକ୍ତିର ପ୍ରବକ୍ତା ହେଉଛନ୍ତି ସମକାଳୀନ ଓଡ଼ିଆ କଥା ସାହିତ୍ୟର ଧୁରୀଣ ଶିଳ୍ପୀ ଡକ୍ଟର ପ୍ରବୀଣା ମହାନ୍ତି। ଖୁବ୍ ସମ୍ବେଦନଶୀଳ ଗାଳ୍ପିକା ଡକ୍ଟର ପ୍ରବୀଣା ମହାନ୍ତି ସବୁବେଳେ ସାଧାରଣ ମଣିଷର ଅବ୍ୟକ୍ତ ଭାବରାଜିକୁ ବ୍ୟକ୍ତ କରିବା, ସମ୍ପର୍କମାନଙ୍କର କଥା କହିବା, ମାଟିର ମଣିଷର ଅନ୍ତର୍ଦାହକୁ ଉପସ୍ଥାପିତ କରିବାର ଗୁରୁ ଦାୟିତ୍ୱ ସୁନ୍ଦର ଭାବରେ ନିର୍ବାହ କରିଛନ୍ତି ତାଙ୍କ ସାହିତ୍ୟରେ। ଆମ ସମୟର ସେଇ ବିଶିଷ୍ଟ ସମ୍ବେଦନଶୀଳ ଗାଳ୍ପିକା ଡକ୍ଟର ମହାନ୍ତି ଏକାଧାରରେ ଜଣେ କୃତବିଦ୍ୟ ଗାଳ୍ପିକା, ପ୍ରାବନ୍ଧିକା, ନାଟ୍ୟକାର, ଔପନ୍ୟାସିକା, ଶିଶୁ ସାହିତ୍ୟିକା ତଥା ଜଣେ ସ୍ୱତନ୍ତ୍ର ସ୍ତମ୍ଭକାର। ପିତା ପ୍ରାଣନାଥ ପଟ୍ଟନାୟକ ଏବଂ ମାତା ପ୍ରଭାତୀ ପଟ୍ଟନାୟକଙ୍କ କୋଳମଣ୍ଡନ କରି 1957 ମସିହା ଫେବୃଆରୀ 20ରେ ସେ ଭୂମିଷ୍ଠ ହୋଇଥିଲେ। ଡକ୍ଟର ମହାନ୍ତି ମନୋଜ ଦାସଙ୍କର ଜଣେ ବିଶିଷ୍ଟ ଗବେଷିକା। ତେବେ ମନୋଜ ଦାସଙ୍କ ଗଳ୍ପରେ ବ୍ୟଙ୍ଗ ବିଷୟକୁ ନେଇ ସେ ଉଚ୍ଚକୋଟୀର ଗବେଷଣା କରିଛନ୍ତି। ପିଲାବେଳୁ ଅନ୍ତର୍ମୁଖୀ ସ୍ୱଭାବର ଥିବା ପ୍ରବୀଣା ମହାନ୍ତି ନିଜର ମନର କଥାକୁ କାହା ପାଖରେ ସହଜରେ ପ୍ରକାଶ କରିପାରୁନଥିଲେ। ଯେବେଠୁ ସେ ଲେଖି ଶିଖିଲେ, ତା ପରଠାରୁ ମନକୁ ଉଦ୍ବେଳିତ କରୁଥିବା, ଆଚ୍ଛନ୍ନ କରୁଥିବା କଥା ସବୁକୁ ଖାତାରେ ଲେଖିବାକୁ ପ୍ରୟାସ କରୁଥିଲେ। ସେହି ସବୁ ଆବୁରୁଜାବୁରୁ ଲେଖା ଭିତରେ କେବେ କବିତା ଆସିଯାଇଛି, କେବେ ଗଳ୍ପ ମୁଣ୍ଡ ଟେକିଛି ଏବଂ ଅନେକ କଥା ଏମିତିରେ ସେ ଲେଖିଦେଇଛନ୍ତି। ତେବେ ତାଙ୍କ ବାଲ୍ୟ ଓ କୈଶୋରକୁ ପ୍ରଭାବିତ କରିଥିଲା ପାହାଡ଼ି ଝରଣା, ଜଙ୍ଗଲ ଏବଂ ବିଶେଷ ଭାବରେ ତାଙ୍କର ଆଦ୍ୟ ପ୍ରେରଣାଦାତ୍ରୀ ଥିଲେ ତାଙ୍କ ବୋଉ। ପ୍ରବୀଣା ମହାନ୍ତି ଭାବୁଥିଲେ, ବଡ଼ ହେଲେ ମୁଁ ବି ମୋ ବୋଉ ପରି ଲେଖିକାଟିଏ ହେବି। ଶ୍ରୋତା ବନ୍ଧୁ, ଶିଶୁ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ସୌରଭ ମାସିକ ସାହିତ୍ୟ ପତ୍ରିକାରେ ଡକ୍ଟର ମହାନ୍ତିଙ୍କର ପ୍ରଥମ କବିତାଟିଏ ପ୍ରକାଶିତ ହୋଇଥିଲା। ଏ ଯାବତ୍ ତାଙ୍କର 20 ଗୋଟି ପୁସ୍ତକ ପ୍ରକାଶିତ। ଉପନ୍ୟାସରେ ରହିଛି ସ୍ୱାତି, ନୀଳ, ଏବେ ବି ସୁନ୍ଦର ଧରା, ଶ୍ୟାମଳ ସୁଗନ୍ଧ, ନିବିଡ଼ ନିସ୍ୱନ, ସ୍ତିମିତ କ୍ଷେତ୍ର ଇତ୍ୟାଦି। ଗଳ୍ପରେ ଅଛି ଆଉ ଜଣେ ଏକଲବ୍ୟ ଓ ଅନ୍ୟାନ୍ୟ କାହାଣୀ, ଜହ୍ନର ଠିକଣା,
ବିମ୍ବିତ ଅନୁରାଗ, ଶିଶୁ ସାହିତ୍ୟରେ ରହିଛି ରତ୍ନବର୍ଷା ଓ ଅନ୍ୟାନ୍ୟ ନାଟକ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ଆମ ସମୟର ବିଶିଷ୍ଟ ଗାଳ୍ପିକା ପ୍ରବୀଣା ମହାନ୍ତିଙ୍କୁ ଏବଂ ଆଜିର ତାଙ୍କର ଏକ ସୁନ୍ଦର ଗଳ୍ପ ଆପଣମାନଙ୍କ ଉଦ୍ଦେଶ୍ୟରେ, ଯାହାର ଶୀର୍ଷକ ହେଉଛି କଞ୍ଚନ ଫୁଲର ମାୟା। ଗାଳ୍ପିକା ପ୍ରବୀଣା ମହାନ୍ତି। ଭୋର 4ଟା ହୋଇଗଲେ ଫଟକିନା ନିଦ ଭାଙ୍ଗିଯାଏ ଅନୁପମାଙ୍କର। ବିଛଣାରୁ ନିସଂକୋଚରେ ଓହ୍ଲାଇ ଯିବାକୁ ଚେଷ୍ଟା କଲାବେଳେ ଆଦିତ୍ୟ ନିଦୁଆ କଣ୍ଠରେ କହନ୍ତି, କଞ୍ଚନ ଫୁଲ ଡାକିଲା କି? ଅନୁପମା କିଛି ନ କହି ମୁହଁ ଧୋଇ ଫୁଲ ପାଛିଆଟି ଧରି ଦୁଆର ଖୋଲନ୍ତି। ସେ ଯାଏ ଅନ୍ଧାର କଟି ନଥାଏ। ତାରାମାନେ ଆକାଶରେ ମିଟମିଟ କରି ଚାହିଁଥାନ୍ତି। ଜହ୍ନ କେବେ ଥାଏ ତ କେବେ ନଥାଏ। ରାତ୍ରିଚର ପକ୍ଷୀଙ୍କର ଡେଣା ଫଟଫଟ ଶୁଭିଯାଏ। କଦବା କ୍ୱଚିତ୍ ସେ ଇଲାକା ଜଗିବା ପାଇଁ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଯୁକ୍ତ ରାତ୍ରି ଜଗୁଆଳିର ହୁଇସିଲ ମଧ୍ୟ ଶୁଭେ। ଗେଟ୍ ବାହାରକୁ ଆସି ଫୁଲ ତୋଳିଲା ବେଳେ ଅନୁପମାଙ୍କର ଭୟ ଭୟ ଭାବଟା କଟିଯାଏ। ପ୍ରଥମେ ପ୍ରଥମେ ଆଦିତ୍ୟ ଆସି ଠିଆ ହେଉଥିଲେ ଗେଟ୍ ପାଖରେ, କିନ୍ତୁ ଜଣକ ପରେ ଜଣେ ଫୁଲ ତୋଳାଳୀଙ୍କୁ ନିର୍ଭୟରେ ୟା ବାଡ଼ି ତା ବାଡ଼ିରୁ ଫୁଲ ତୋଳୁଥିବା ଦେଖି ସେ ନିଶ୍ଚିନ୍ତ ହୋଇଗଲେ। ରାତି ନପାହୁଣ ଭଦ୍ର ମହିଳାମାନେ ମଧ୍ୟ ରାତ୍ରି ପୋଷାକ ପିନ୍ଧି ଫୁଲ ତୋଳିବା ପାଇଁ ଆଙ୍ଗୁଠିମାନ ଧରି ନିର୍ଭୟରେ ବୁଲୁଥାନ୍ତି। ଅନୁପମାଙ୍କର ଯୋଉଦିନ ଉଠିବାରେ 5-7 ମିନିଟ୍ ଡେରି ହୋଇଯାଏ, ପାଚେରୀ ସେ ପାଖକୁ ଯାଇ ମଧ୍ୟ ଶୂନ୍ୟ ପାଛିଆ ଧରି ତାଙ୍କୁ ଫେରିବାକୁ ହୁଏ। ଫୁଲ ଚୋର ବା ଚୋରଣୀମାନେ ଗୋଟିଏ ବି ଫୁଲ ଛାଡ଼ି ନଥାନ୍ତି। ଯିଏ ଗଛ ଲଗାଇ ଯତ୍ନ କରି ବଢ଼େଇଛି, ତାର ଯେମିତି କିଛି ହେଲେ ଅଧିକାର ନାହିଁ ସେ ନିଜ ଗଛର ଫୁଲ ଉପରେ। ଅବିବେକୀ ଫୁଲ ଚୋରମାନଙ୍କୁ ମନେ ମନେ ଗାଳି ଦେବା ସହିତ କଞ୍ଚନ ଗଛଟିକୁ ମଧ୍ୟ ଗାଳି ଦିଅନ୍ତି ସେ। ତୁ କାହିଁକି ତୋର ସବୁତକ ଶାଖା ପ୍ରଶାଖା ପାଚେରୀ ସେପାକୁ ଲମ୍ବେଇ ଦେଇଛୁ? ଆଖିରେ ପଡ଼ିଲେ ଲୋକଙ୍କର ତ ଲୋଭ ହେବ। ଆଖିର ଲୋଭକୁ କେତେ ଲୋକ ସଂଯତ କରିପାରନ୍ତି? ଛାଡ଼, ଗଛ ତ ଅକାତର ଭାବରେ ନିଜର ଡାଳ ପତ୍ର ଫୁଲ ମେଲାଇ ଦେଇଛି ସର୍ବସାଧାରଣଙ୍କ ପାଇଁ। ସିଏ କାହିଁକି ଭାବନାରେ ହେଲେ ବି କୃପଣ ହେବେ? ଯେତେ ଆଦର୍ଶର କଥା ଭାବିଲେ ମଧ୍ୟ ଭୋରୁ ଶୂନ୍ୟ ପାଛିଆ ଧରି ଘର ଭିତରକୁ ପଶି ଆସିଲା ବେଳେ ମନ ବିଦ୍ରୋହ କରି ଉଠେ। ସିଏ ତ ଦିନେ କାଳେ ଯାଆନ୍ତିନି କାହା ଗଛରୁ ଫୁଲ ଆଣିବାକୁ। ଯୋଉଦିନ ବେଶୀ ଫୁଲ ଥାଏ ସେଥିରୁ ଅଧେ ମନ୍ଦିରକୁ ପଠାଇ ଦେଇ ଅବଶିଷ୍ଟ ଫୁଲରେ ଘର ଠାକୁରମାନଙ୍କୁ ସୁନ୍ଦର ଭାବରେ ମଣ୍ଡଣି କରିଦିଅନ୍ତି। ଯୋଉଦିନ ଫୁଲ ନଥାଏ, ଠାକୁରମାନଙ୍କୁ କେବଳ ଧୂପ ଦୀପ ନୈବେଦ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼େ। ପୂଜା ପର୍ବ ଦିନମାନଙ୍କରେ ଆଦିତ୍ୟ ବଜାରରୁ ଫୁଲମାଳ କିଣି ଆଣନ୍ତି। ଆଉ କାହା ବାରିରୁ ଫୁଲ ଚୋରି କରି ଠାକୁରଙ୍କୁ ପୂଜା କରିବା କଥା ଅନୁପମା ଚିନ୍ତା କରିପାରନ୍ତି ନାହିଁ। ଅବଶ୍ୟ କଞ୍ଚନ ଫୁଲ ବ୍ୟତୀତ ସେମାନଙ୍କ ବଗିଚାରେ ଟଗର, ତରାଟ, ମଲ୍ଲୀ, ମନ୍ଦାର, ଗୋଲାପ, ଚମ୍ପା, ଅପରାଜିତା, ସ୍ଥଳପଦ୍ମ ଇତ୍ୟାଦି ଅନେକ ଫୁଲ ଗଛ ରହିଛି। ପୁଣି ଶୀତ ଋତୁ ବେଳକୁ ଗେଣ୍ଡୁ, ଡାଲିଆ, ସେବତୀ ତଥା ଅନ୍ୟ କେତେକ ଦେଶୀ ବିଦେଶୀ ଫୁଲ ଗଛର ସମାବେଶ ମଧ୍ୟ ହୋଇଥାଏ ତାଙ୍କ ଛୋଟ ବଗିଚାଟିରେ। କିନ୍ତୁ କେଜାଣି କାହିଁକି ଧଳା ରଙ୍ଗର କଞ୍ଚନ ଫୁଲ ପ୍ରତି ଅନୁପମାଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି। ଶୁଭ୍ର ସତେଜ କୋମଳ ପବିତ୍ରତା ଯେମିତି ଭରି ରହିଥାଏ ପ୍ରତିଟି ଫୁଲ ପାଖୁଡ଼ାରେ। କଞ୍ଚନ ଫୁଲର ବରା କରି ଖାଉନ? ଭାରି ଭଲ ଲାଗେ ପିଠଉ ଦେଇ କଞ୍ଚନ ଫୁଲକୁ ଭାଜିଲେ। ସୋରିଷ ବେସର ଦେଇ କଞ୍ଚନ ଫୁଲର କଢ଼ିକୁ ରାନ୍ଧିଲେ ପୁରା ଛତୁ ତରକାରୀ ପରି ଲାଗେ। କଞ୍ଚନ ଫୁଲ ଗଛଟିକୁ ଦେଖି କେହି କେହି ପରାମର୍ଶ ଦିଅନ୍ତି। ଅନୁପମା କିନ୍ତୁ ସେଇ ସତେଜ ଶୁଭ୍ର କୋମଳତାକୁ ତରକାରୀ କଡ଼େଇ କିମ୍ବା ଗରମ ତାୱାରେ ବିସର୍ଜି ଦେବା କଥା ଭାବି ପାରନ୍ତି ନାହିଁ। ସେଇ ଫୁଲଗୁଡ଼ିକ ସହିତ ନିଜର ସତ୍ତାକୁ ଏକାତ୍ମ କରିଦିଅନ୍ତି ସେ। ସେଇଥିପାଇଁ କେବଳ ଠାକୁରଙ୍କ ନିକଟରେ ହିଁ ସମର୍ପି ଦେବାକୁ ଚାହାନ୍ତି ସେମାନଙ୍କୁ। ପିଲାଦିନେ ଧାଇମା ପାଖରୁ କଞ୍ଚନ ଫୁଲ ଗଛ ବିଷୟରେ ଗପଟିଏ ଶୁଣିଥିଲେ ଅନୁପମା। କଞ୍ଚନବତୀ ଥିଲା 7 ଭାଇରେ ଗୋଟିଏ ବୋଲି ଭଉଣୀ, ସମସ୍ତଙ୍କର ଅତ୍ୟନ୍ତ ଅଲିଅଳି। ମା ଭାଉଜଙ୍କ ହାତରୁ କାମ ଛଡ଼େଇ ନେଇ କାମ କରିବାକୁ ଭଲ ପାଏ ସେ। ସେମିତି ଦିନେ ଶାଗ କାଟୁ କାଟୁ ଆଙ୍ଗୁଠିରୁ ଟିକେ କଟିଗଲା କଞ୍ଚନବତୀର।
ରକ୍ତ କେତେ ଟୋପା ଶାଗରେ ଗୋଳାଇ ହୋଇଗଲା। ସେଦିନର ଶାଗ ଭଜା ସବୁ ଦିନଠୁ ସୁଆଦିଆ ଲାଗିଲା। ଭାଇମାନେ ଶାଗ ଭଜାର ଖୁବ୍ ପ୍ରଶଂସା କଲେ। ସବା ସାନ ଭାଇ ଭାବିଲା, ଯାହାର ରକ୍ତ ଟୋପାଏ ଶାଗରେ ପଡ଼ିଯିବାରୁ ଶାଗ ଭଜା ଏଡ଼େ ସୁଆଦିଆ ଲାଗିଲା, ତାର ମାଉଁସ କେଡ଼େ ସୁଆଦିଆ ହୋଇନଥିବ। ଦିନେ ଘରେ କେହି ନଥିବା ବେଳେ ସାନ ଭାଇ କଞ୍ଚନବତୀକୁ ଖଣ୍ଡାରେ ହାଣି ଟିକ୍ ଟିକ୍ କରିଦେଲା ଓ ତାର ମାଉଁସ ରାନ୍ଧିକି ଖାଇଲା। ବଳକା ମାଉଁସ ଓ ହାଡ଼ଗୋଡ଼କୁ ବାରିପଟେ ଗାତ ଖୋଳି ପୋତିଦେଲା। କିଛି ଦିନ ପରେ ସେହି ଜାଗାରେ ଗଛଟିଏ ଉଠିଲା। ତୋଫା ତୋଫା ଫୁଲରେ ମଣ୍ଡି ହୋଇଗଲା ସେଇ ଗଛ। ସୁନ୍ଦର ଫୁଲଗୁଡ଼ିକୁ ଦେଖି ଯିଏ ବି ତୋଳିବା ପାଇଁ ହାତ ବଢ଼େଇଲେ। ସେଇ ଗଛ ଭିତରୁ ଝିଅ କଣ୍ଠର ଗୀତଟିଏ ଶୁଭିଲା। ଥିରି ଥିରି କରି ତୋଳ ହେ ବାପା, ଗଛରୁ ପତ୍ର ନ ଝଡ଼େ, ମୋର ସାନ ଭାଇ ଖଣ୍ଡାରେ ହାଣିଛି, ତହିଁକୁ ମୋ ଦେହ ଥରେ। ଏ ସ୍ୱର ତ କଞ୍ଚନବତୀର। କ'ଣ ଅର୍ଥ ଏ ଗୀତର? ଜଣ ଜଣ କରି ପରିବାରର ସମସ୍ତେ ଗଛଟି ପାଖକୁ ଗଲେ। ସମସ୍ତଙ୍କୁ ସମ୍ବୋଧନ କରି ଗଛଟି ଗୀତ ଗାଉଥାଏ। ଶେଷରେ ସାନ ଭାଇ ଗଲା ଫୁଲ ତୋଳିବାକୁ। ଗଛଟି ଏଥର ଗୀତ ଗାଇଲା। ଥିରି ଥିରି କରି ତୋଳ ସାନ ଭାଇ, ଗଛରୁ ପତ୍ର ନ ଝଡ଼େ, ତୁମେ ନିଜେ ମୋତେ ଖଣ୍ଡାରେ ହାଣିଛ, ତହିଁକୁ ମୋ ଦେହ ଥରେ। କଞ୍ଚନବତୀ ନିଖୋଜ ହେଇଯିବା ପରେ ତାର ସନ୍ଧାନ ପାଇବାକୁ ପରିବାରର ଲୋକମାନେ ଖୁବ୍ ବ୍ୟାକୁଳ ହୋଇ ପଡ଼ିଥିଲେ। ଗଛର ଗୀତ ଶୁଣି ସାନ ଭାଇକୁ ପଚରା ଉଚରା କରିବାରୁ ସେ ନିଜର ଦୋଷ ସ୍ୱୀକାର କଲା। କଞ୍ଚନବତୀର ମା ଯାଇ ଗଛଟିକୁ ଛୁଇଁ ଦେବାରୁ ସେ ନିଜର ପୂର୍ବ ରୂପ ନେଇ ମା କୋଳକୁ ଡେଇଁ ପଡ଼ିଲା। ଆମ ଲୋକ କଥା ମାନଙ୍କରେ ଦୋଷୀକୁ ତୁରନ୍ତ ଦଣ୍ଡ ଦିଆଯାଇଥାଏ। କୋର୍ଟ କଚେରୀ ଓକିଲଙ୍କର ସତ ମିଛର ଖେଳ ନେଇ ବର୍ଷ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିବାକୁ ପଡ଼ିନଥାଏ। ତେଣୁ ସାନ ଭାଇକୁ ତଳକଣ୍ଟା ଉପରକଣ୍ଟା ଦେଇ ଖଣି ଗାତ ମଧ୍ୟକୁ ପେଲି ଦେଇଥିଲେ ପରିବାରର ଲୋକମାନେ। କଞ୍ଚନ ଗଛଟିକୁ ଚାହିଁଲେ ଅନୁପମାଙ୍କର ସେଇ ଗପଟି ମନେ ପଡ଼ିଯାଏ। ସବୁ ଫୁଲ ଭିତରେ ଦିଶିଯାଏ ଗୋଟିଏ ସରଳ ସୁନ୍ଦର ସୁକୁମାରୀ କିଶୋରୀର ଢଳ ଢଳ ମୁହଁ। ଫୁଲ ପାଖୁଡ଼ା ଭିତରୁ ଯେମିତି ଟୋପା ଟୋପା ଲୁହ ଝରିଯିବ ଏବେ। କଞ୍ଚନ ଫୁଲକୁ ରାନ୍ଧି ଖାଇବା କଥା ଚିନ୍ତା କରିପାରନ୍ତିନି ସେ। ସେ କଥା ମନକୁ ଆସିଲେ ଦିଶିଯାଏ କଞ୍ଚନବତୀର ନୃଶଂସ ହତ୍ୟାକାରୀ, ପୈଶାଚିକ ପ୍ରବୃତ୍ତିର ସେଇ ଭୟଙ୍କର ସାନ ଭାଇର ରୂପ, ଯିଏ ସମଗ୍ର ଭ୍ରାତୃଜାତିର କଳଙ୍କ। ଏ ଭାବନା ସେ କାହା ପାଖରେ ପ୍ରକାଶ କରିପାରନ୍ତିନି। ତାଙ୍କ ଭାବନା ହୁଏତ ବୁଝିପାରିବେ ନାହିଁ ଅନ୍ୟମାନେ। ତାଙ୍କୁ ଥଟ୍ଟା କରି ହସିବେ, କହିବେ, କଖାରୁ ଫୁଲ ଭଜା ତ ବେଶ୍ ମଜାରେ ଖାଉଛ, ନିମ୍ବ ଫୁଲର ଭଜା ବି ଖାଉଛ, କଞ୍ଚନ ଫୁଲ ଖାଇଲେ କ'ଣ ଦୋଷ କ'ଣ? ସେଦିନ ଅନୁପମା ଖୁବ୍ ଜୋରରେ ରାଗିଗଲେ। ରାତି 4ଟା ବେଳକୁ ଉଠି ଫୁଲ ତୋଳିବାକୁ ଗଲା ବେଳକୁ ଗଛର ସବୁତକ ଫୁଲ ତୋଳି ନେଇ ଲୋକଟି ଆହୁରି ନିରୀକ୍ଷଣ କରି ଦେଖୁଛି ଗୋଟେ ଅଧେ ଫୁଲ କୋଉଠି ରହିଗଲା କି? ଅନୁପମାଙ୍କୁ ଦେଖି ଲୋକଟି ତରବର ହୋଇ ଚାଲିଗଲା। କଟମଟ କରି ତାର ଯିବା ବାଟକୁ ଚାହିଁ ରହିବା ବ୍ୟତୀତ ଆଉ କିଛି କରିବାର ନଥିଲା ତାଙ୍କର। ଖୁବ୍ ଜୋରରେ ଲୋକଟିକୁ ଗାଳି ଦେବାକୁ ଇଚ୍ଛା ହଉଥିଲା ଅନୁପମାଙ୍କର, କିନ୍ତୁ ତାଙ୍କୁ ଯେ ଆଦୌ ଗାଳି ଦେଇ ଆସେ ନାହିଁ। କ'ଣ କରିବେ ସେ? ଦୟାକରି ଆମ ଗଛରୁ ଫୁଲ ନିଅନ୍ତୁ ନାହିଁ ଆଜ୍ଞା, ଆମର ବି ଏ ଫୁଲ ଦରକାର। ଧେତ୍, ଏମିତି କହିଲେ ସେ ଲୋକ କ'ଣ ଶୁଣିବ? କିଛି ଛୋଟ ପିଲା କି ଟୋକାଳିଆ ଲୋକ ନୁହେଁ, ମଧ୍ୟବୟସ୍କ ଲୋକଟା। ଜାଣି ଜାଣି ତ ଏ କାମ କରୁଛି। ସେ ସବୁଦିନ ଅତ୍ୟନ୍ତ ନିର୍ବିକାର ଭାବରେ। କେବଳ ଅନୁପମାଙ୍କ ଗଛରୁ ନୁହେଁ, ଆଖପାଖର ସମସ୍ତ ବାରିରୁ ସେ ଲୋକ ଫୁଲ ତୋଳି ନିଅନ୍ତି ରାତି ଅନ୍ଧାରରୁ। ଆଙ୍ଗୁଠି ସହିତ ଟର୍ଚ୍ଚଟିଏ ମଧ୍ୟ ତାଙ୍କ ପାଖରେ ଥାଏ। ଅନ୍ଧାରରେ ଟର୍ଚ୍ଚ ମାରି ମାରି ସେ ଫୁଲ ତୋଳି ନିଅନ୍ତି। ପରବାଡ଼ିରୁ ଫୁଲ ତୋଳି ନେବା ତାଙ୍କର ଯେମିତି ସାମ୍ବିଧାନିକ ଅଧିକାର ଅଥବା ଅତ୍ୟନ୍ତ ପବିତ୍ର କର୍ତ୍ତବ୍ୟ। ଚୋରି କରି ଅଣାଯାଇଥିବା ଫୁଲରେ ପୂଜା କଲେ କ'ଣ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି? ସାହି ପଡ଼ିଶାର ଅନେକ ଲୋକ ବିରକ୍ତ ହୋଇଗଲେଣି ସେ ଲୋକଟି ଉପରେ। ଗାଳିମନ୍ଦ ମଧ୍ୟ କଲେଣି କେହି କେହି। କେଡ଼େ ଅବିବେକୀ ଲୋକଟି ମ! ରାତି ଅଧରୁ ଆସି ସବୁ ଗଛରୁ ଫୁଲତକ ଖୁଣ୍ଟି ନେଉଛୁ। କାହା ଘରେ ଆଉ ଠାକୁର ଫୁଲଟିଏ ପାଇବେନି ନା କ'ଣ? ଯିଏ ଗଛ ଲଗେଇଛି ତୋ ଦାଉରୁ ସେ ଶାନ୍ତିରେ ଶୋଇପାରିବନି ରାତିରେ। ତାଙ୍କ ମନର ଅଶାନ୍ତିର କଥା ଆଦିତ୍ୟଙ୍କୁ ଜଣାନ୍ତି ନାହିଁ ଅନୁପମା। ଜଣେଇଲେ ସେ ଅତ୍ୟନ୍ତ ଉଦାର କଣ୍ଠରେ କହିବେ, ଓହୋ, ଫୁଲ ଗଣ୍ଡାଏ କିଏ ନେଇଯାଉଛି ତ ନେଉ ନା, ଭଗବାନ କ'ଣ ସେଥିରେ ଅଭାବ ରଖିଛନ୍ତି ତୁମର? ଯିଏ ବି ନେଇଛି ଠାକୁରଙ୍କୁ ଦେବ ବୋଲି ନେଇଛି ନା। ଯଦି ବେଶୀ ମନ ଖରାପ କରିବ ତ ଗଛଟି ହାଣିଦେବା, ନା କ'ଣ କହୁଛ? ଆଦିତ୍ୟ ଜାଣନ୍ତି ଗଛଟିକୁ ହାଣିଦେବା କଥାରେ ଅନୁପମା କେବେ ବି ସମ୍ମତ ହେବେ ନାହିଁ। ଗଛକୁ ଭଲ ପାଉଥିବା କୌଣସି ଲୋକ
ଏ କଥା ମନରେ ସ୍ଥାନ ଦେଇପାରିବ ନାହିଁ। କିନ୍ତୁ ସବୁଦିନର ବ୍ରାହ୍ମ ମୁହୂର୍ତ୍ତଟି ଏକ ଶୂନ୍ୟତା ବୋଧ ତଥା ଅଶାନ୍ତିର ଅନୁଭବ ମଧ୍ୟରୁ ଆରମ୍ଭ ହେଉ ବୋଲି ବି ସେ ଚାହୁଁନଥିଲେ। ଅନ୍ୟର ଭୁଲ କାମକୁ ମଥାପାତି ପାଟି ବୁଜି ସହିଯିବା ବି ଉଚିତ ନୁହଁ, ଏ କଥା ସେ ଭାବନ୍ତି। ଅନ୍ୟାୟର ପ୍ରତିକାର କରିବା ନିହାତି ଦରକାର, ସେଥିପାଇଁ ନିଜକୁ ପ୍ରସ୍ତୁତ କଲେ ଅନୁପମା। ସେଦିନ ଲୋକଟି ଫୁଲ ତୋଳି ଫେରୁଥିବା ବେଳେ ତା ପଛେ ପଛେ ଚାଲିଲେ ସେ। ତାଙ୍କ ଘରଠୁ ବେଶୀ ଦୂର ନୁହେଁ ଲୋକଟିର ଘର। ଘରଟି ଦେଖିବା ପରେ କେତେବେଳେ ଦିନରେ ଯାଇ ଲୋକଟି ସହିତ ସିଧାସଳଖ କଥା ହେବେ ବୋଲି ଠିକ୍ କଲେ। ଦେଖାଯାଉ କିଭଳି ଭାବରେ ସେ ଗ୍ରହଣ କରୁଛି ଅନୁପମାଙ୍କର କଥା। ଆଦିତ୍ୟ ଅଫିସ ଚାଲିଗଲେ। ତାଙ୍କ ପରେ ପରେ ଘରେ ତାଲା ପକାଇ ଅନୁପମା ବାହାରି ପଡ଼ିଲେ ଫୁଲ ଚୋର ଘରେ ଚଢ଼ାଉ କରିବାକୁ। ତାଙ୍କୁ ଝଗଡ଼ା କରି ଆସେ ନାହିଁ। ଭଦ୍ର ଭାବରେ ଅନ୍ତତଃ ବୁଝାଇବାକୁ ସେ ଚେଷ୍ଟା କରିବେ। ସମ୍ଭବ ହେଲେ ସେ ଦେଖିବାକୁ ଚାହିଁବେ ତାଙ୍କର ଠାକୁରଙ୍କ ଆସ୍ଥାନଟିକୁ, ଯୋଉଠି ମଣ୍ଡଣି ହୋଇଥିବ ତାଙ୍କ ଗଛର ଫୁଲଗୁଡ଼ିକ। ଯଦି ସେ ଦୃଶ୍ୟ ତାଙ୍କୁ ଭଲ ଲାଗିବ ତ ସେ କିଛି ନ କହି ଚାଲି ଆସିବେ। ଯୋଉ ଗଛରେ ବି ଫୁଲ ଫୁଟୁ, ଯୋଉଠି ବି ଫୁଟୁ, ସବୁ ତ ସେ ଭଗବାନଙ୍କ ଇଚ୍ଛାରେ ହିଁ ଫୁଟିଛି। ଯଦି ଅନୁପମାଙ୍କ ଗଛର ଫୁଲ ତାଙ୍କ ହାତରୁ ନ ପାଇ ଆଉ କାହା ହାତରୁ ପାଇବାକୁ ସେ ଇଚ୍ଛା କରୁଛନ୍ତି, ଅନୁପମା କାହିଁକି ଦୁଃଖ କରିବେ? ଭଦ୍ରଲୋକ ଅଳ୍ପ ଦିନ ହେଲା ଆସିଛନ୍ତି ସେଇଠିକି ଘର ଭଡ଼ା ନେଇ। ପାଖ ପଡ଼ୋଶୀଙ୍କ ସହିତ ଏବେ ବି ସମ୍ପର୍କ ଗଢ଼ି ଉଠି ନାହିଁ। ଏମିତିରେ ଅନୁପମା କ୍ୱଚିତ୍ ଯାଆନ୍ତି ସାହି ପଡ଼ିଶାରେ ବୁଲିବାକୁ। ଘର କାମ ସରିଯିବା ପରେ ଟିଭି ଦେଖନ୍ତି, ନଚେତ୍ ପତ୍ରପତ୍ରିକା ପଢ଼ି ଅବସର ସମୟ ବିତାନ୍ତି। ତେବେ ପଡ଼ୋଶୀମାନଙ୍କ ସହିତ ସୁସମ୍ପର୍କ ବଜାୟ ରଖିଥାନ୍ତି ସେ। ନୂଆ ପଡ଼ୋଶୀଙ୍କ ଘରେ ତାଙ୍କର ପ୍ରଥମ ପଦାର୍ପଣ। ଦେଖାଯାଉ କ'ଣ ହେଉଛି ତାଙ୍କ ଅଭିଯାନର ଫଳ। ମାଉସୀ ନମସ୍କାର। ଦୁଆର ମୁହଁରେ ବସିଥିବା ବୟୋବୃଦ୍ଧା ମହିଳା ଜଣଙ୍କୁ କହିଲେ ଅନୁପମା। ଅଇ ସୁଲକ୍ଷଣୀ ହୋଇଥା। ମୁଁ ଜାଣିପାରୁନି ରେ, ଆଖିକି ତ ଦିଶୁନି ଭଲ କି। ବୃଦ୍ଧା ତାଙ୍କ ଆଖିକୁ ମିଟ୍ ମିଟ୍ କରି ଅନୁପମାକୁ ଚିହ୍ନିବାକୁ ଚେଷ୍ଟା କଲେ। ବୟସର ବୁଢ଼ିଆଣୀ ଜାଲ ମୁହଁ ସାରା ଛନ୍ଦାଛନ୍ଦି ହୋଇ ରହିଛି। ଦେହର ଚମ ଲୋଚାକୋଚା ହୋଇଗଲାଣି। ଆଖି ପେଜୁଆ ଦିଶୁଛି ପରଳ ପଡ଼ିଥିବା ହେତୁ। ଅନୁପମା ପରିଚୟ ଦେଲେ ନିଜର। ଏଇଠି ପାଖରେ ରହୁଛୁ ଆମେ। ଆପଣମାନେ ନୂଆ ହୋଇ ଆସିଛନ୍ତି ତ, ଦେଖିବାକୁ ଚାଲି ଆସିଲି। ଭାରି ଭଲ କଲୁ ମା, ସେଦିନରୁ ଆଇଲୁଣି ଆମେ। ଏଠି କେହି ପଚାରିବାକୁ ନାହିଁ। ଇଏ କ'ଣ ଆମ ଗାଁ ହୋଇଛି ଯେ ସୁଖ ଦୁଃଖ ଭଲ ମନ୍ଦରେ 10 ଜଣ ଧାଇଁ ଆସିବେ? ଇଏ ପରା ସହର ବଜାର ଜାଗା। ଏଠି କେହି କାହାର ନୁହନ୍ତି। ପୁଅକୁ ଯେତେ ମନା କଲି ସେ କ'ଣ ଶୁଣିଲା ମୋ କଥା? ଶାଶୁ ବୋହୂ ଯୋଡ଼ିକ ଆମେ କେଡ଼େ ଆନନ୍ଦରେ ଥିଲୁ ଗାଁରେ। ଛୁଟି ଫୁଟି ହେଲେ ପୁଅ ଘରକୁ ଆସେ, ଆମର ଭଲ ମନ୍ଦ କଥା ବୁଝେ। ଯେବେଠୁ ସେ ଜାଣିଲା ମୋ ଆଖିକୁ ଆଉ ଭଲ ଦିଶୁନାହିଁ, ଆଖିରେ ପରଳ ମାଡ଼ିଲାଣି, ଜିଦି ଲଗେଇଲା ଭୁବନେଶ୍ୱର ଆଣି ଡାକ୍ତର ଦେଖେଇବ, ଆଖି ଅପରେସନ କରିବ। ମୋର ଆଉ କେତେ ଦିନ? ଦୁନିଆର ରୀତିନୀତି ଦେଖି ହାଲିଆ ହୋଇଗଲେଣି। ଆଉ କିଛି ଦେଖିବାକୁ ମନ ନାହିଁ। ଏଥର ପିଲାଙ୍କ ଆଗରେ ଆଖି ବୁଜିଦେଲେ ଗଲା। ବୁଢ଼ା ତ କୋଉ କାଳରୁ ମୋ ମୁଣ୍ଡରେ ସଂସାରଟା ଲଦି ଦେଇ ପାର। କେତେ ଦୁଃଖ ଧନ୍ଦା କରି ମୋ ପୁଅକୁ ମଣିଷ କରିଛି ସେଇ କାଳିଆ ଠାକୁର ଜାଣିଛି। ତାକୁ ତ ଭରସା କରି ଏତେ ଦିନ କାଟିଦେଲି। ଆଉ କେଇଟା ଦିନ ଯେ। ବୃଦ୍ଧାଙ୍କର ବକ୍ତବ୍ୟ ଯେମିତି ସରିବାର ନାହିଁ। ଘରେ ଆଉ କେହି ନାହାନ୍ତି କି? ଅନୁପମା ପଚାରିଲେ। ଏ ବେଳରେ ଆଉ କିଏ ଥିବ ଆମ ଶାଶୁ ବୋଉଙ୍କ ଛଡ଼ା? ପୁଅ ତାର ଖାଇ ପିଇ ଅଫିସ ଗଲାଣି ଭାରି। ବୋହୂ ଆହୁରି ରୋଷେଇ ଘରୁ ବାହାରିନି। ଆପଣମାନଙ୍କର ଖିଆପିଆ ହୋଇନି ତାହେଲେ? କେମିତି ହେବ? ଏଯାଏଁ କ'ଣ ଦିଅଁ ପୂଜା ହେଲେଣି ଯେ ପାଟିରେ କିଛି ଦେବି? ବୋହୂର ରୋଷେଇ ଘର କାମ ସରିଲେ, ଲୁଗା ପାଲଟି ଆସିଲେ ଯାଇ ମୋର ଦିଅଁ ପୂଜା ହେବେ। ଆଖିକୁ ତ ଆଉ ଦିଶୁନି, ସେଇ ବୋହୂ ସବୁ କରିବ। ଦିଅଁମାନଙ୍କୁ ଗାଧୋଇ ଦେବ, ପୋଛାପୋଛି କରି ଚନ୍ଦନ ସିନ୍ଦୁର ଲଗେଇ ଦେବ, ଫୁଲ ଲଗେଇ ଦେବ। ମୋ ହାତରେ ଧରେଇ ଦେଲେ ମୁଁ ଖାଲି ଘଣ୍ଟି ବଜେଇ ଦିଅଁଙ୍କୁ ଭୋଗ ଦେବି। ବୋହୂଟି ଆପଣଙ୍କର ଭାରି ଭଲ, ନୁହେଁ ମାଉସୀ? ଅନୁପମା କହିଲେ। ବୋହୂ ନୁହଁରେ ମା, ସେ କୋଉ ଜନ୍ମରେ ମୋ ଝିଅ ଥିଲା। ପୁଅଟି ମୋର ଆହୁରି ଭଲ। ଆଜିକାଲି ଯୁଗରେ କୋଉ ଚାକିରିଆ ପୁଅ ନିଜ ଭାରିଜାକୁ ବୁଢ଼ୀ ମାର ପାଖରେ ଛାଡ଼ିଦେଇ ସହର ବଜାର ଜାଗାରେ ହାତରେ ରାନ୍ଧିବାଢ଼ି ଖାଉଛି କହିଲ? ପୁଅ ପାଇଁ ସିନା ବୋହୂ। ଯେତେ କହିଲି ବୋହୂକୁ ତୋ ପାଖକୁ ନେଇଯା, ତାର ଏକା ଜିଦି, ଆସିବ ଯଦି ଶାଶୁ ବୋହୂ 2 ଜଣ ଯାକ ଆସ, ନହେଲେ କେହି ଆସିବା ଦରକାର ନାହିଁ।
ଗାଁରେ ନିଜ ଘର, ନିଜ ବାରି, ବାରିରେ ପନିପରିବା, ଫୁଲ ଫଳ ଭର୍ତ୍ତି। ବାରିରେ ଥରେ ବୁଲି ଆସିଲେ ତରକାରୀର ଚିନ୍ତା ନଥାଏ। ଦିଅଁ ପୂଜା ପାଇଁ ଫୁଲ ଯାହାକୁ ଯେତେ। ପୁଅ କହିଲା, ଭୁବନେଶ୍ୱରରେ ସବୁ ମିଳିବ, ଯୋଉ ପରିବା କହିବୁ ସବୁ ଆଣିଦେବି। ତୋ ଦିଅଁମାନଙ୍କୁ ନେଇ ଚାଲ, ଦିଅଁ ପୂଜା ପାଇଁ ଯେତେ ଫୁଲ କହିବୁ ସବୁ ଆଣିଦେବି। ଗାଁରେ ଆମର ଘର ଥାଉ ଥାଉ ଏଠି ଦି ବଖୁରା ଘରକୁ ଗଦାଏ ଟଙ୍କା ଗଣି ଦେଉଛି ମାସକୁ ମାସ। ଏ ବୁଢ଼ୀ ମାକୁ ଖୁସି କରିବା ପାଇଁ ସେ ତାର ସାଧ୍ୟଠୁ ଅଧିକ କରୁଛି ପଛେ କମ୍ କରୁନାହିଁ। ମା ତାର ଦିଅଁ ପୂଜିବ ବୋଲି ରାତି ପାହାନ୍ତାରୁ କୁଆଡ଼େ କୁଆଡ଼େ ବୁଲି ଗଦାଏ ହେବ ଫୁଲ ନେଇ ଆସୁଛି। ଠାକୁରେ ମୋ ପୁଅକୁ କୋଟି ପରମାଇ ଦେଇଥାନ୍ତୁ। ବୋଉ, ଏ ନାନୀଙ୍କୁ ଏଯାଏ ଦାଣ୍ଡ ଦୁଆରେ ଠିଆ କରି କଥା ହେଉଛନ୍ତି। ଆସନ୍ତୁ ନାନୀ, ଭିତରକୁ ଆସନ୍ତୁ। ବୋଉଙ୍କ ଆଖିକୁ ତ ଦିଶୁନି, ଗପୁଡ଼ି ମଣିଷ। ଶୁଣିବା ଲୋକଟେ ପାଇଗଲେ ଏମିତି କ'ଣ ନାଇଁ କ'ଣ ଗପି ଚାଲିଥିବେ। ବୃଦ୍ଧାଙ୍କର ବୋହୂ ଜଣକ ଏତେବେଳେ କିଏ ବାହାରି ଆସିଲେ। ଅନୁପମାଙ୍କୁ ସାଦରେ ଡାକିଲେ ଘର ଭିତରକୁ। ମାଉସୀଙ୍କର ଦିଅଁ କୋଉଠି ପୂଜା ହେଉଛନ୍ତି ମୁଁ ଦେଖନ୍ତି, ଅନୁପମା କହିଲେ। ବୋଉ ଯୋଉଠି ବୋଉଙ୍କ ଦିଅଁ ବି ସେଇଠି। ଆମ ବାବୁଙ୍କର ତ ସବୁଠୁ ବଡ଼ ଦିଅଁ ତାଙ୍କ ବୋଉ। ବୃଦ୍ଧା ରହୁଥିବା ପ୍ରକୋଷ୍ଠ ଭିତରକୁ ଗଲେ ଅନୁପମା। ଗୋଟିକିଆ ଖଟଟାରେ ବିଛଣା ଟେକା ହୋଇ ରହିଛି। ପ୍ରକୋଷ୍ଠର ଗୋଟିଏ କୋଣରେ ପ୍ଲାଷ୍ଟିକର 3 ଥାକିଆ ସେଲ୍ଫ ଭିତରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଦୁର୍ଗା, ଗଣେଶ, ଶିବ, ସରସ୍ୱତୀ, ଲକ୍ଷ୍ମୀଙ୍କ ସମେତ ଆହୁରି ଅନେକ ଦେବଦେବୀଙ୍କର ମୂର୍ତ୍ତି ଏବଂ ଫଟୋ ସଜଡ଼ା ହୋଇ ରହିଛି। ପାଖରେ ଦୀପ, ଧୂପଦାନୀ, ଘଣ୍ଟି, ଶଙ୍ଖ, ଚନ୍ଦନ ପିଢ଼ି ଇତ୍ୟାଦି ପୂଜା ସାମଗ୍ରୀ ଏବଂ ଫୁଲ ଝୁଡ଼ିରେ ଝୁଡ଼ିଏ ଫୁଲ। ଫୁଲ ସବୁ ମଉଳି ଆସିଲାଣି। ଟଗର, ମନ୍ଦାର, କନିଅର ଇତ୍ୟାଦି ଫୁଲ ଦିଶୁଛି। କିନ୍ତୁ ସେ ଝୁଡ଼ିରେ କଞ୍ଚନ ଫୁଲ ତ ଦିଶୁନାହିଁ ଗୋଟେ ହେଲେ। ଅନୁପମା ବୋଧହୁଏ ଫୁଲ ଜାଗାକୁ ଚାଲି ଆସିଛନ୍ତି ଅନୁପମା ବୋଧହୁଏ ଭୁଲ ଜାଗାକୁ ଚାଲି ଆସିଛନ୍ତି କଞ୍ଚନ ଫୁଲ ଚୋର ସନ୍ଧାନରେ। ମୁଁ ଏବେ ଆସୁଛି ମାଉସୀ। ଠାକୁରମାନଙ୍କୁ ମୁଣ୍ଡିଆଟିଏ ମାରି ଅନୁପମା ଉଠିଲେ। ଆଲୋ ବୋହୂ, ଏଇ ଝିଅ ଆଜି ପହିଲି କରି ଆସିଛି ଆମ ଘରକୁ। ତାକୁ କ'ଣ ଟିକେ ଦେଲୁନି? ବୃଦ୍ଧା କହିଲେ ଆତିଥେୟତା ପ୍ରଦର୍ଶନ କରି। ବୋହୂ ତୁରନ୍ତ ଆଦେଶ ପାଳନ କଲେ। ଖୁବ୍ କମ୍ ସମୟ ଭିତରେ ଗୋଟେ ପ୍ଲେଟରେ କିଛି ଖାଇବା ଜିନିଷ ନେଇ ଆସିଲେ। ନାଇଁ ନାଇଁ ନାଇଁ, ମୁଁ କିଛି ଖାଇବିନି, ଅନୁପମା ଅନିଚ୍ଛା ପ୍ରକାଶ କଲେ। ଖାଆନ୍ତୁ ନା, ଗୋଟେ ନୂଆ ଜିନିଷ ଚାଖନ୍ତୁ, ବୋହୂ କହିଲେ। ଇଏ କ'ଣ? କଞ୍ଚନ ଫୁଲର ବରା, ଆମ ବୋଉଙ୍କର ଭାରି ପ୍ରିୟ। ସେଇଥିପାଇଁ କୋଉଠୁ କେଜାଣି ଆମର ଇଏ ମେଞ୍ଚାଏ ଲେଖାଏ କଞ୍ଚନ ଫୁଲ ସବୁଦିନ ନେଇ ଆସୁଛନ୍ତି। କଞ୍ଚନ ଫୁଲର ବରା ଥିଲେ ବୋଉଙ୍କର ଆଉ କିଛି ତରକାରୀ ଲୋଡ଼ା ହୁଏ ନାହିଁ। ବୋହୂଙ୍କ କଣ୍ଠରେ ଗଭୀର ଆତ୍ମତୃପ୍ତି। ଚମକି ପଡ଼ିଲେ ଅନୁପମା। ଆଖିରେ ଲୁହ ଚାଲି ଆସିଲା। ଆହା, ତାଙ୍କର ଅତି ପ୍ରିୟ କଞ୍ଚନ ଫୁଲମାନଙ୍କର ତେବେ ସବୁଦିନ ଏଇ ପରିଣତି ହେଉଛି? ନା ନା, ସେ କେବେ ବି ପାରିବେନି। କଞ୍ଚନବତୀର ସାନ ଭାଇର ଭୂମିକାରେ ନିଜକୁ ସେ କଳ୍ପନା କରିପାରିବେନି। କିଛି ଗୋଟାଏ ବ୍ରତର ବାହାନା କରି ଆଉ କେବେ ଆସିବାର ପ୍ରତିଶ୍ରୁତି ଦେଇ ଅନୁପମା ଚାଲି ଆସିଲେ ତାଙ୍କ ଘରୁ। ଫେରିବା ବେଳକୁ କିନ୍ତୁ ମନ ଭିତରେ ଜମା ହୋଇଥିବା କ୍ଷୋଭ ତଥା ବିରକ୍ତିର କଳାମେଘ ଧୀରେ ଧୀରେ ଅପସରି ଯାଇଥିଲା। ମନେ ମନେ ସେ କହିଲେ, ହେ ମୋର ପ୍ରିୟ କଞ୍ଚନ ଗଛ, ତୁ ଦୀର୍ଘଜୀବୀ ହ। ତୋ ଶାଖା ପ୍ରଶାଖା ଆହୁରି ବିସ୍ତାରିତ ହେଇଯାଉ। ଅଜସ୍ର ଫୁଲରେ ଭରିଯାଉ ତୋର ସାରା ଅଙ୍ଗ। ଆୟୁଷ୍ମାନ ହୁଅନ୍ତୁ ସେଇ ମାତୃଭକ୍ତ ଫୁଲଚୋରମାନେ ଆଉ ଶାଶୁ ଅନୁରାଗିଣୀ ସ୍ନେହମୟୀ ବଧୂମାନେ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ସମକାଳୀନ ଓଡ଼ିଆ କଥା ସାହିତ୍ୟର ଜଣେ ଦକ୍ଷ ଗାଳ୍ପିକା ଡକ୍ଟର ପ୍ରବୀଣା ମହାନ୍ତିଙ୍କୁ। ତାଙ୍କର ଗଳ୍ପର ଶୀର୍ଷକ ଥିଲା କଞ୍ଚନ ଫୁଲର ମାୟା। ଗପଟି କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।